ଏହି ଭିଡ଼ିଓରେ ଆମେ ଛାୟା କିପରି ସୃଷ୍ଟି ହୋଇଥାଏ ତାହା ଉପରେ ଆଲୋଚନା କରିବା। ତେବେ ତୁମେମାନେ ନିଶ୍ଚିତ ତୁମ ସାଙ୍ଗମାନଙ୍କ ସହିତ କାନ୍ଥରେ ଏହିଭଳି ଭାବରେ ଛାୟା ନିର୍ମିତ କରି ଖେଳିଥିବ। ତୁମେମାନେ କେବେ ଭାବିଛ କି ଯେ ଛାୟା କିପରି ସୃଷ୍ଟି ହୋଇଥାଏ ଏବଂ କିଏ ଭାବିଛ କି ଯେ ଛାୟା କେତେବେଳେ ବହୁତ ବଡ଼ ହୋଇଥାଏ ତ କେତେବେଳେ ଛୋଟ ହୋଇଥାଏ, ଏପରି କାହିଁକି ହୋଇଥାଏ? ତେବେ ଏହି ଭିଡ଼ିଓରେ ଆମେ ଏହିସବୁ ବିଷୟରେ ଆଲୋଚନା କରିବା। ତେବେ ପ୍ରଥମେ ଚାଲନ୍ତୁ ଆଲୋଚନା କରିବା ଯେ ଛାୟା କିପରି ଗଠିତ ହୁଏ ବା ନିର୍ମିତ ହୁଏ। ତେବେ ଏଠାରେ ମୁଁ ଆଲୋକର ଏକ ଉତ୍ସ ନେଇଛି। ଏହା ହେଉଛି ଆଲୋକର ଏକ ଉତ୍ସ ଏବଂ ସେଥିରୁ ଆଲୋକ ଗୁଡ଼ିକ ବାହାରୁଛି। ତେବେ ଆମେମାନେ ଜାଣିଛନ୍ତି ଯେ ଆଲୋକ ସରଳ ରେଖାରେ ଗତି କରିଥାଏ, ମାନେ ଆଲୋକର ଗତି ହେଉଛି ସରଳ ରୈଖିକ ଗତି। ତେବେ ଯଦି ମୁଁ ଏଠାରେ ଏକ ସ୍କ୍ରିନ୍ ରଖିବି ତାହେଲେ ସେଠାରେ କ'ଣ ହେବ? ସେଠାରେ ଲାଇଟ୍ ପଡ଼ିବ। ଏକ ପରଦା ରଖିଛି ବା ସ୍କ୍ରିନ୍ ରଖିଛି, ସେଠାରେ ଲାଇଟ୍ ପଡ଼ିବ। ଏହିଭଳି ଭାବରେ ଆଲୋକ ଉତ୍ସରୁ ଯାଏ ଲାଇଟ୍ ପଡ଼ିବ, ଏଇ ଜାଗାଟା ଆମର ଆଲୋକିତ ହେବ। ତେବେ ତୁମମାନେ କେବେ ଭାବିଛ କି ଯେ ଆଲୋକର ରାସ୍ତାରେ ଯଦି ଆମେ ଏକ ଅସ୍ୱଚ୍ଛ ବସ୍ତୁ ରଖିଦେବା ତାହେଲେ ସେଠାରେ କ'ଣ ହେବ? ତେବେ ଚାଲନ୍ତୁ ବର୍ତ୍ତମାନ ଏହି ଆଲୋକର ରାସ୍ତାରେ ଆମେ ଏକ ଅସ୍ୱଚ୍ଛ ବସ୍ତୁ ରଖି ଦେଖିବା। ତେବେ ମୁଁ ଏଠାରେ ଏକ ଅସ୍ୱଚ୍ଛ ବସ୍ତୁ ଆଣିଲି ଏବଂ ତାହାକୁ ଆଲୋକର ରାସ୍ତାରେ ରଖିଲି। ଯଦି ମୁଁ ଏହିପରି ରଖିବି ତାହେଲେ ଦେଖିବ କିଛିଟି ଆଲୋକ ରଶ୍ମି ଆଉ ପରଦା ପାଖକୁ ପହଞ୍ଚି ପାରିବ ନାହିଁ ଏବଂ ଆମକୁ ଏଇଭଳି କିଛି ଏକ ଆକୃତି ରିଙ୍ଗ ଆକୃତିର ଦେଖାଯିବ ଏବଂ ଆମକୁ ଦେଖାଯିବ ଯେ ଏଇ ମଝିରେ ଏକ କଳା ରଙ୍ଗର ଦାଗ ଭଳି ଦେଖାଯାଉଛି। ଏହାକୁ ଆମେ କ'ଣ କହିଥାଉ? ଏହାକୁ ଆମେ କହିଥାଉ ଛାୟା। ଆଲୋକ ଯେଉଁଠାରେ ପହଞ୍ଚି ପାରେ ନାହିଁ ସେଇଠାରେ ବସ୍ତୁର ଛାୟା ଗଠିତ ହୋଇଥାଏ ଏବଂ ଆଲୋକର ଅବରୋଧିତ ଅଞ୍ଚଳରେ ଏହି ଛାୟା ସୃଷ୍ଟି ହୋଇଥାଏ। ତୁମମାନେ ଭାବିଛ କି ଯେ ବସ୍ତୁକୁ ଆମେ ଯଦି ଆଲୋକ ଉତ୍ସର ପାଖକୁ ଆଣିବା ତାହେଲେ କ'ଣ ହେବ? ଚାଲନ୍ତୁ ବସ୍ତୁ ଘୁଞ୍ଚାଇ ଦେଖିବା। ବସ୍ତୁକୁ ଆମେ ଆଲୋକ ରଶ୍ମିର ପାଖକୁ ଆଣିଲେ ଦେଖନ୍ତୁ ଏଠାରେ ଛାୟା କ'ଣ ହେଲା? ବଢ଼ିଗଲା, ଛାୟାର ଅଞ୍ଚଳ ବଢ଼ିଗଲା। ତେଣୁକରି ବସ୍ତୁକୁ ଆମେ ଯଦି ଅସ୍ୱଚ୍ଛ ବସ୍ତୁକୁ ଯଦି ଆମେ ଆଲୋକର ଉତ୍ସ ପାଖକୁ ଆଣିବା ତାହେଲେ ଛାୟାଟି ବଡ଼ ହୋଇଯାଇଥାଏ। ଚାଲନ୍ତୁ ବର୍ତ୍ତମାନ ଏଠାରେ ଦେଖିବା। ଦେଖନ୍ତୁ ଏଠାରେ ଏକ କ୍ୟାଣ୍ଡେଲ୍ ଅଛି ଯେଉଁଥିରେ ଆମେ ଏକ ପେନ୍ ଭଳି ଏକ ବସ୍ତୁ ରଖିଛନ୍ତି ଏବଂ ଏଠାରେ ଛାୟା ଏକ ସୃଷ୍ଟି ହେଉଛି। ତେବେ ଯଦି ବର୍ତ୍ତମାନ ମୁଁ ଏଇ ପେନ୍ଟିକୁ ଆଲୋକ ଉତ୍ସ ପାଖକୁ ଆଣୁଛି ତାହେଲେ ଦେଖ ଛାୟାଟି କ'ଣ ହେଇଯାଉଛି? ଛାୟାଟି ବଡ଼ ହୋଇଯାଉଛି। ଦେଖନ୍ତୁ ଏଠାରେ ଛାୟାଟି କ'ଣ ହେଉଛି? ଯେତେ ପାଖକୁ ଆଣିବି ଛାୟାଟି ସେତେ ଅଧିକ ବଡ଼ ହୋଇଯାଉଛି। ତେବେ ଯେତେବେଳେ ବସ୍ତୁଟି ପରଦାରୁ ଦୂରକୁ ଘୁଞ୍ଚାଯାଏ କିନ୍ତୁ ଉତ୍ସ ଆଡ଼କୁ ଏବଂ ପରଦାଠୁ ଦୂରକୁ ଘୁଞ୍ଚାଯାଏ ସେତେବେଳେ ଛାୟାଟି ବଡ଼ ହୋଇଯାଇଥାଏ। ତେବେ ତୁମେ ସାଙ୍ଗମାନଙ୍କ ସହିତ କେବେ ଏଭଳି ଛାୟା ବନାଇଛ କି ଯେଉଁଥିରେ ଏକ ଜୀବର ଆକୃତି ଆସୁଥିବ? ତେବେ ସାଙ୍ଗମାନଙ୍କ ସହିତ ଭିନ୍ନ ଭିନ୍ନ ଆକୃତିର ଛାୟା ବନାଇ ଯେମିତି ଜୀବ ଆକୃତିର କି ଅନ୍ୟାନ୍ୟ ଆକୃତିର ଛାୟା ବନାଇ ଖେଳ।